ଜୁନ୍ 11ରେ ବାବା ଆଖଣ୍ଡଳମଣିଙ୍କଠାରେ ପ୍ରସିଦ୍ଧ ଶିବ ବିବାହ ଅନୁଷ୍ଠିତ ହେବ। ଏଥିପାଇଁ ଚଳିତ ମାସ 23ରେ ଲଗ୍ନଥାଳ ଉଠା ନୀତି ସମ୍ପନ୍ନ ହେବାକୁ ନିଷ୍ପତ୍ତି ହୋଇଛି। ଏନେଇ ଭିସି ମାଧ୍ୟମରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବନ୍ଦାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ବି ହୋଇଛି। ବୈଠକରେ ଏସ୍ପି ବରୁଣ ଗୁଣ୍ଠପାଳ, ଉପଜିଲ୍ଲାପାଳ ମନୋଜ ପାତ୍ର, ଡିଆଇପିଆର ରମେଶ ଚନ୍ଦ୍ର ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଅକ୍ଷୟ ତୃତୀୟାରେ ବରପିତା ଭାବେ କେଦାରନାଥ ପାଢ଼ୀ ଓ କନ୍ୟାପିତା ଭାବେ ମନୋରଞ୍ଜନ ପାଢ଼ୀଙ୍କୁ ସ୍ଥିରୀକୃତ କରାଯାଇଥିବା ବେଳେ ଚଳିତ ମାସ 23ରେ ଲଗ୍ନଥାଳ ଉଠା ନୀତି ସମ୍ପନ୍ନ ହେବ ବୋଲି ବରିଷ୍ଠ ସେବାୟତ ବିଜୟ କୁମାର ଦାସ ସୂଚନା ଦେଇଥିଲେ। ଏହାପରେ ପୀଠରୁ ଏକ ରଥ ବାହାରି ନିମନ୍ତ୍ରଣ ପତ୍ର ଓ ମଙ୍ଗୁଳା ଗୁଆ ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାର ସମସ୍ତ ଦେବାଦେବୀ ନିୟନ୍ତ୍ରଣ କରାଯିବ। ଜୁନ୍ 10ରେ ମଙ୍ଗଳକୃତ୍ୟ ନୀତି, 11ରେ ବୈଦିକ ରୀତି ଲୋକଚାରରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ଶିବ ବିବାହ ଉତ୍ସବରେ ବିଶେଷ ଆରକ୍ଷଣ ହୋଇଥାଏ ବରାନୁଗମନ ଶୋଭାଯାତ୍ରା। ଦେବଦମ୍ପତିଙ୍କୁ ଦର୍ଶନ କରିବା ସହ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ତେଣୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ଟ୍ରାଫିକ୍ ବ୍ୟବସ୍ଥା, ନଦୀଘାଟଗୁଡ଼ିକର ଉଭୟ ପାର୍ଶ୍ୱରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ଟ ମୁତୟନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଏସ୍ପି ଗୁଣ୍ଠପାଳ କହିଥିଲେ। ପୀଠରେ 24 ଘଣ୍ଟିଆ ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ ସହ ଅନ୍ୟ ସମସ୍ତ କାର୍ଯ୍ୟ ବିବାହ ଉତ୍ସବର 7 ଦିନ ପୂର୍ବରୁ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ବର୍ଷା ଋତୁ ପୂର୍ବରୁ ଶିବଗଙ୍ଗା ପୁଷ୍କରିଣୀ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ। ବୈଠକ ବରପିତା, କନ୍ୟାପିତା, ଟ୍ରଷ୍ଟ ବୋର୍ଡ ସଭ୍ୟ ସରୋଜ ଦାସ, ସେବାୟତ ପ୍ରତିନିଧି ସନ୍ତୋଷ ପାଢ଼ୀ, ବରିଷ୍ଠ ସେବାୟତ ସରୋଜ ପାଢ଼ୀ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କ ସହ ବହୁ ସେବାୟତ ଯୋଗ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ପ୍ରୟାଗ ଖବର।